ଆଜି ହେଉଛି ଅଁଳା ନବମୀ। ଶ୍ରୀ ରାଧାଙ୍କ ପାଦ ଦର୍ଶନ ପାଇଁ ଚଞ୍ଚଳ ହୋଇ ଉଠିଛି ସାକ୍ଷୀ ଗୋପାଳଜୀଉ ମନ୍ଦିର। ବର୍ଷକରେ ଥରେ ଶ୍ରୀ ରାଧାଙ୍କର ଓଡ଼ିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ଏଠାରେ। ସେପଟେ ଭକ୍ତମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ଜିଲ୍ଲା ସାକ୍ଷୀ ଗୋପାଳର ଗୋପାଳଜୀଉ ମନ୍ଦିର। ଆଜିର ଦିନରେ ଶ୍ରୀ ରାଧାଙ୍କର ଓଡ଼ିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ। ଏଥିପାଇଁ ମଧ୍ୟରାତ୍ରିରୁ ଗୋପାଳଜୀଉ ମନ୍ଦିର ସାମ୍ନାରେ ଲକ୍ଷାଧିକ ଭକ୍ତମାନଙ୍କର ଭିଡ଼ ଲାଗିଛି। ରାତ୍ର ଗୋଟାଏରେ ଦ୍ୱାର ପୂଜା ପରେ ମଙ୍ଗଳ ଆଳତି ମର୍ଦ୍ଦନ ଅବକାଶରେ ନଟବର ବେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟ ପୂଜା ବଲ୍ଲଭ ସକାଳ ଧୂପ ବାଳଧୂପ ମଦନ ମୋହନ ଭୋଗ ପରେ ସକାଳ 5:45 ଠାରୁ ଭକ୍ତମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଚାଲିଛି। ସେପଟେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଆଜିର ଦିନରେ ଶ୍ରୀ ରାଧାଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହିତ ମହିଳାମାନେ ସୌଭାଗ୍ୟବତୀ ହେବାର ସୁଯୋଗ ପାଇଥାନ୍ତି ବୋଲି ବିଶ୍ୱାସ ରହିଥିବା ବେଳେ ଶ୍ରଦ୍ଧାଳୁମାନେ ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି। এই ଶେଷ ସମୟ ପ୍ରଭୁଙ୍କର ଦ୍ୱାରା ତାଳପତ୍ର କୁଡ଼ିଆରେ ପ୍ରଭୁ ଯେତେବେଳେ ଦ୍ୱାରା ତାଙ୍କ ଶେଷ କୃତ୍ୟର ସେବା କରୁଥିଲା ସେତେବେଳେ ପ୍ରଭୁ ତାଙ୍କର ଅର୍ଦ୍ଧାଙ୍ଗିନୀ ମା ରାଧାଙ୍କୁ ଆଗ ବିଦାୟ ଦେବା ପରେ ସେ ଶରୀର ତ୍ୟାଗ କରିଥିଲେ। ସେଇ ଦିବସଟି ଆଜି ଯାହାକି ମାଙ୍କର ଦେହ ତ୍ୟାଗ ହେଇଥିଲା ଏବଂ ଅଷ୍ଟପାଠବଂଶୀମାନେ ମିଳି ହାଣ୍ଡୋଳାରେ ଫୁଲ ଆବରଣ କରି ଫୁଲ ସାରା ଶରୀର ଆବରଣ କରିଥିଲେ। କେବଳ ଭକ୍ତମାନେ ଶେଷ ଦର୍ଶନ ମାଙ୍କ ପାଦ ଦର୍ଶନ ପାଇବେ ବୋଲି ପାଦ ଦୁଇଟି ମୁକୁଳା ରଖିଥିଲେ। ସେହି ପାଦ ଦର୍ଶନ କରି ଭକ୍ତମାନଙ୍କର ଅଶେଷ କ୍ଲେଶ ନାଶ ହୁଏ, ଅଶେଷ କାମନା ପୂର୍ଣ୍ଣ ହୁଏ। ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ ଅଁଳା ଗଛରେ ସୂତା ସିନ୍ଦୁର କାଚ ବାନ୍ଧି ଭକ୍ତମାନେ ପୂଜା ଅର୍ଚ୍ଚନ କରିଥାନ୍ତି। ଯେ ଯାହାର ଅଭିଷ୍ଟ କରିଥାନ୍ତି ଅବଶ୍ୟ ସମସ୍ତଙ୍କ ଅଭିଷ୍ଟ ଶ୍ରୀହରି ପୂର୍ଣ୍ଣ କରନ୍ତି। ସେହି ଦିବସଟି ଆଜି ରାଧାଙ୍କର ଶେଷକୃତ୍ୟ ପାଦ ଦର୍ଶନରେ ଅଶେଷ ଶୋକ କ୍ଲେଶ ନାଶ ହୁଏ ଏବଂ ଅଶେଷ କାମନା ପୂର୍ଣ୍ଣ ହୁଏ। ସେହି ଦିବସଟି ଆଜି ରାଧାଙ୍କର ପାଦ ଦର୍ଶନ। ଅଁଳା ଗଛର ମାହାତ୍ମ୍ୟ ଅଁଳା ମୂଳେ ଆଜି ରାଧାକୃଷ୍ଣଙ୍କୁ ପୂଜା ଅର୍ଚ୍ଚନ କରାଯାଇଥାଏ। ମା ରାଧାକୃଷ୍ଣ এই ଅଁଳା ଗଛ ମୂଳେ ଆବିର୍ଭାବ ହେଇଥାନ୍ତି। ସେଥିସକାଶେ ଭକ୍ତମାନେ ଅଁଳା ଗଛରେ କାଚ ସିନ୍ଦୁର ସୂତା ଲୁଗା ବାନ୍ଧି ଅଭିଷ୍ଟମାନ ପୂର୍ଣ୍ଣ କରିଥାନ୍ତି। ମୁଁ ଶ୍ରୀ ବିଶ୍ୱନାଥ ମହାପାତ୍ର ପୂଜା ପଣ୍ଡା। ଆଜି ଦୁର୍ଲଭ ପାଦ ଦର୍ଶନ ମା ରାଧାଣୀଙ୍କର ପ୍ରତିବର୍ଷ ଏଇ ଅଁଳା ନବମୀ ଦିନ ମାଙ୍କର ପାଦ ଦର୍ଶନ କରାଯାଏ। ଯେତେବେଳେ ଭଗବାନ କୃଷ୍ଣ ମାଙ୍କର ଯେତେବେଳେ ରାଧାଣୀଙ୍କର ମନ ମାନିନଥିଲା ଅମଳ ଥିଲା ସେତେବେଳେ କୃଷ୍ଣ ମାୟା କରି ରାଧାଣୀଙ୍କର ସାଙ୍ଗରେ କେମିତି ମିଳନ ହେବ ସେ ବିଷୟରେ ତାଙ୍କର ପ୍ରଭୁ ତ ନଟଖଟିଆ ଠାକୁର ସିଏ ହେଉଛି ତାଙ୍କ ଦେହ ଖରାପ ବୋଲି କହିଲେ। ଘରେ ବି ଶୋଇଲେ। ରାଜବୈଦ୍ୟମାନେ ଆସିଲେ ଏ ପ୍ରଭୁ କ'ଣ ଇଏ କରୁଛନ୍ତି, ପ୍ରଭୁଙ୍କର ଏଇ କି ମାୟା, ପ୍ରଭୁ କ'ଣ ଶୋଇଛନ୍ତି। ଆଉ ପ୍ରଭୁ ନାରଦଙ୍କୁ ଡାକି କହିଲେ ଦେଖ ତମେ ଯାଇକି ଆମର ପାଠବଂଶୀ ଯେଉଁମାନେ ଅଷ୍ଟପାଠବଂଶୀ ମୋର ଅଛନ୍ତି ତାଙ୍କୁ କୁହ ତାଙ୍କର ପାଦ ଧୂଳି ଯଦି ଦେବେ ତାହେଲେ ମୋର ଶରୀର ଭଲ ହେବ। ନାରଦ ମହାରାଜ ସେ ଯାଇକି ତାଙ୍କୁ ସବୁ କହିଲେ ଦେଖ ସବୁ ତ ରାଜବୈଦ୍ୟମାନେ ଲାଗିଲେ ସମସ୍ତେ ଲାଗିଲେ ଆଉ ତ ବର୍ତ୍ତମାନ ପ୍ରଭୁଙ୍କର ଦେହ ଭଲ ହେଉନି, ତେଣୁକରି ତୁମେ ତୁମର ଯଦି ପାଦ ଧୂଳି ଦେବ ମହାପ୍ରଭୁଙ୍କ ମସ୍ତକରେ ପକାଇଲେ ମହାପ୍ରଭୁ
ଭଲ ହେଇଯିବେ। ଆରେ ବାପରେ ବାପ, ସେ ଆମର ଇଷ୍ଟ, ତାଙ୍କ ଆମେ ପାଦ ଧରି ଦେବୁ, ସେ ଆମେ ଦେବୁ ନାହିଁ। ତାଗଲା ପରେ ସେ ମହାପ୍ରଭୁ ପୁଣି ରାଧାରାଣୀଙ୍କ ପାଖକୁ ଗଲେ। ରାଧାରାଣୀଙ୍କ ପାଖକୁ ଯେତେବେଳେ ଗୋପ ବୃନ୍ଦାବନରେ ଯାଇ ଆସି କହିଲେ, ରାଧା କହିଲେ ମୋର ମରିଯାଏ, ମୋ ପାଦ ଛିଡ଼ି ଯାଉ କି ମୁଁ ଯାହା ହେଉଛି ହଉ, ମୋର ପ୍ରଭୁ ଯେତେବେଳେ ଶରୀର ଖରାପ ଯଦି କହୁଛନ୍ତି ମୋ ପାଦ ଧୂଳି ପଡ଼ିଲେ ସେ ଭଲ ହେବେ, ତାହେଲେ ମୁଁ ମୋ ପାଦ ଧୂଳି ଦେବି। ନାରଦଜୀ ମହାରାଜ ଆଉ ମାଆଙ୍କୁ ନେଇକରି ସେଇ ଦ୍ୱାରକାପୁରରେ ଉପସ୍ଥିତ ହେଲେ। ତାପରେ ରାଧାଙ୍କର ପାଦ ଧୂଳି ପଡ଼ିଲା ପରେ ରାଧାରାଣୀଙ୍କର ଯେଉଁ ପାଦର ଧୂଳିର ସ୍ପର୍ଶ ମହାପ୍ରଭୁ ମସ୍ତକରେ ହେଲା ପରେ ମହାପ୍ରଭୁ ଆରୋଗ୍ୟ ହେଲେ। ଆରୋଗ୍ୟ ହେଲା ପରେ ସେଇ ସମୟରେ ସମସ୍ତ ଦେବାଦେବୀ ମାନେ ଦର୍ଶନ କଲେ, କହିଲେ ପ୍ରଭୁ ଇଏ ଫିରେ କି ମାୟା ଆପଣଙ୍କର। ତେଣୁକରି କୃଷ୍ଣ ଇଏ ହେଲେ ବୃନ୍ଦାବନ ଚନ୍ଦ୍ର। ମହାପ୍ରଭୁ ବୃନ୍ଦାବନକୁ ସାକ୍ଷୀ ଦେବା ପାଇଁ ବ୍ରାହ୍ମଣ ସାଙ୍ଗରେ କାଞ୍ଚିପୁରମ୍ ତାମିଲନାଡ଼ୁ ଆସିଥିଲେ। ତାମିଲନାଡ଼ୁରେ ମହାପ୍ରଭୁ ଥିଲେ। ସେଠୁ ପୁରୀ ରାଜା ଆଉ କାଞ୍ଚି ରାଜାଙ୍କ ଯୁଦ୍ଧ ହୋଇଥିଲା। ଥରେ କାଞ୍ଚି ରାଜା ମାନେ ପୁରୀ ରାଜାଙ୍କୁ ହରାଇ ଦେଲେ। ଦ୍ୱିତୀୟବାର ଯେତେବେଳେ ଜଗନ୍ନାଥ ବଳଭଦ୍ର କଳା ଘୋଡ଼ା ଧଳା ଘୋଡ଼ାରେ ଚଢ଼ିକିରି ମାଣିକପଟଣା ଦହି ଖାଇକି ଗଲେ ସିପେଇ ବେଶରେ, ସେତେବେଳେ ତାଙ୍କୁ ପରାସ୍ତ କରି କାଞ୍ଚି ରାଜାଙ୍କୁ ତାଙ୍କର ଝିଅ ପଦ୍ମାବତୀ, କାଞ୍ଚି ଗଣେଶପୁରୀ ମହାପ୍ରଭୁଙ୍କ ବେଢ଼ାରେ ଅଛନ୍ତି, ସାକ୍ଷୀଗୋପାଳଙ୍କୁ ଆଉ ଘଟଗାଁ ତାରିଣୀ ଆଉ ରାଧାମୋହନଙ୍କୁ ପୁରୀ ଆଣିଥିଲେ। ଇଏ ଯେତେ ଆପଣ ଯେତେ ଧାମ, ରାମନାଥ, ବଦ୍ରୀନାଥ, ଦ୍ୱାରିକାନାଥ, ଜଗନ୍ନାଥ, ଚାରିଧାମର ଇଏ ହେଲେ ସାକ୍ଷୀଗୋପାଳ ସାକ୍ଷୀ। ତେଣୁକରି ଏଠି ପ୍ରତିବର୍ଷ ଏଇ ଦିନରେ ମହାପ୍ରଭୁଙ୍କର ବହୁତ ଜନସମାଗମ ହୁଏ, ଭକ୍ତମାନଙ୍କର ସମାଗମ ହୁଏ, ଆଉ ପାଦ ଦର୍ଶନ କରାଯାଏ। ଜୟ ଜଗନ୍ନାଥ। ମୁଁ ଶ୍ରୀକ୍ଷେତ୍ରରୁ ଆସିଛି ରାଧା ପାଦ ଦର୍ଶନ କରିବା ପାଇଁ। ଆଉ ବହୁତ ଥର ଆସିବି ଭାବୁଥିଲି, କେବେ ଆସିପାରୁନଥିଲି। ଏଇଥର ଭଗବାନଙ୍କର କରୁଣା ହେଲା, ଆମେ ଆସିଲୁ, ଦର୍ଶନ କଲୁ। 3ଟା ରାତିରେ ଆସିଲୁ, ଲାଇନରେ ଠିଆ ହେଇଛୁ, ଦର୍ଶନ କଲୁ। ଆଉ ସେ ପ୍ରତ୍ୟେକ ଦେବତା ଡାକିଲେ ଓ କରନ୍ତି, ତାଙ୍କୁ ଦର୍ଶନ କରିକି ମୁଁ ବହୁତ ଖୁସି। ମୋ ପରିବାରଙ୍କୁ ନେଇକି ଆସିଛି, ଭଲରେ ଦର୍ଶନ କଲୁ। ଦର୍ଶନ କରିକି ବାହାରିକି ଆସୁଛୁ, ଯିବୁ ଘରକୁ। ପ୍ରଥମ ଆସିଛନ୍ତି ନା ଆଗରୁ ଆସିଥିଲେ? ନା, ମୁଁ ଏଇ ବର୍ଷ ହିଁ ପ୍ରଥମ ଆସିଛି। କେମିତି ଲାଗୁଛି? ବହୁତ ଖୁସି ଲାଗୁଛି। ମୁଁ ତ ମାନେ ମୋ ଘର ପରିବାର ମାନେ ଏସବୁ ମୁଁ ତ କିଛି ମନେ ପଡୁନି। ମୋତେ ଇଚ୍ଛା ହେଉଛି ମୁଁ ଏଇଠି ରହିଯାଆନ୍ତି ଭଗବାନଙ୍କ ଚରଣରେ। ସେୟା ତ ଗୋଟେ ମାନେ ସେଟା ଗୋଟେ ପବିତ୍ର ବନ୍ଧନ, ଠାକୁରଙ୍କ ଆମେ ସେଟା ବାନ୍ଧୁଛେ। କିଛି ମନରେ କିଏ କାହାର କ'ଣ ଭାବିକି ବାନ୍ଧୁଛନ୍ତି, ସେଇଟା ହିଁ ସଫଳ ହୁଏ ନିଶ୍ଚିନ୍ତ। ଭଲ ରହିଛି, ଦର୍ଶନ କଲୁ, ବଢିଆ ଖୁସି ଲାଗିଲା, ଆନନ୍ଦ ଲାଗିଲା ଦର୍ଶନ କରିକି। ପ୍ରଶାସନ ତରଫରୁ କେମିତି ବ୍ୟବସ୍ଥା କରାଯାଇଛି? ନାଇଁ, ବହୁତ ପ୍ରଶାସନ ତରଫରୁ ବହୁତ ବଢିଆ ବ୍ୟବସ୍ଥା କରିଛନ୍ତି। ଆଉ ବହୁତ ଖୁସି ଲାଗିଲା, କିଛି ପ୍ରୋବ୍ଲେମ ନାହିଁ। ଆସିବେ ଆରାମସେ, ସମସ୍ତେ ଆସିକି ଦର୍ଶନ କରିପାରିବେ। ଗହଳି ବେଶୀ ମାନେ ଗହଳି ତ ଯେମିତି ଅଛି ନା, ଆମର ପ୍ରଶାସନ ଭାଇ ମାନେ ସମସ୍ତେ ଲାଇନରେ ରହୁଛନ୍ତି, ଭଲ ଦର୍ଶନ କରୁଛନ୍ତି। ଦର୍ଶନ କରିକି ମୁଁ ତ ବହୁତ ଖୁସି। ସେଇଟା ତ କଳନା ନାହିଁ, ମୁଁ ଦର୍ଶନ କରିଛି, କଳନା ନାହିଁ। ମାନେ ମୁଁ ଭାବୁଛି ମୋ ଜୀବନର ସବୁ କିଛି ଆଜି ମାନେ ମୁଁ ପାଇଯାଇଛି ଦର୍ଶନ କରିକି। ବସ୍, ଥ୍ୟାଙ୍କ ୟୁ। ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏସ୍ପିଙ୍କ ନେତୃତ୍ୱରେ ପୋଲିସ ମୁତୟନ ସହିତ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ନିୟୋଜିତ ରହିଛନ୍ତି। ଆଜିର ରାଧାପାଦ ଦର୍ଶନ ପାଇଁ ଆମର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଆମର ଯେଉଁମାନେ ପାସ୍ ହୋଲ୍ଡର ସେମାନଙ୍କ ପାଇଁ ଗୋଟେ VIP ଗେଟ୍ କରାଯାଇଛି, VIP ଆକ୍ସେସ୍ କରାଯାଇଛି। ତ ସେଇପଟେ ସେମାନେ ପାସ୍ ଦେଖେଇକି ଆମର ପଶ୍ଚିମ ଦ୍ୱାର ପଟେ ସେମାନେ ମନ୍ଦିରର ଦର୍ଶନ କରିପାରୁଛନ୍ତି। ଆଉ ଯେଉଁମାନଙ୍କର ପାଖେ ଯେଉଁ ଦୂରରୁ ଯେଉଁ ଭକ୍ତମାନେ ଆସୁଛନ୍ତି ସେମାନଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟାରିକେଡିଂ ବ୍ୟବସ୍ଥା ସହିତ ସେମାନେ ଲାଇନରେ ଆସିକି ଦର୍ଶନ କରିକି ଯାଉଛନ୍ତି। କିଛି ସମୟରେ କ'ଣ ହୁଏ କି ଗହଳିଟା ଟିକେ ଲୋକ ଗହଳିଟା ଆମର ସଡନଲି ବଢ଼ିଯାଏ। ଯେ ବ୍ୟାରିକେଡିଂଟା ଆମେ ଯେହେତୁ ନ୍ୟାରୋ କରିଥାଉ, ଲୋକମାନେ ଠିଆ ହେଇଥାନ୍ତି, ଯେହେତୁ ମାନେ ବାହାରୁ କି ଲୋକ ଧସିକି ପଶି ପାରିବେନି, ସେୟାକୁ ନଜରରେ ରଖିକି ବ୍ୟାରିକେଡିଂଟା କରାଯାଇଥାଏ। କିନ୍ତୁ ଯେତେବେଳେ ସଡନଲି ଗହଳି ବଢ଼ିଯାଏ, ଲୋକମାନେ ବହୁତ ସମୟ ଲାଇନରେ ଛିଡ଼ା ହେଲା ପରେ ତାଙ୍କର ପେସେନ୍ସ ରୁହେନି, ତ ସେମାନେ ତାଙ୍କର ଗୋଟେ ଅସହିଷ୍ଣୁତା ପ୍ରକାଶ କରନ୍ତି। କିନ୍ତୁ ଆମେ ଚେଷ୍ଟା କରୁ ଯେ ଯଥାଶୀଘ୍ର ଆମେ ଦର୍ଶନଟାକୁ ସାରିକି ଲୋକମାନଙ୍କର ଯେତେବେଳେ ମାନେ ଯେତେ ସ୍ପିଡରେ ଆମେ ତାଙ୍କୁ ଦର୍ଶନ କରେଇକି ଛାଡ଼ିବୁ। ଆଉ ଦିବ୍ୟାଙ୍ଗମାନଙ୍କ ପାଇଁ ଆମେ ଭଲଣ୍ଟିୟର୍ସ ରଖିଛୁ। ଯେହେତୁ ଏଇଟା ମନ୍ଦିର ଭିତର ପ୍ରାଙ୍ଗଣ, ଏଠି ତ ର୍ୟାମ୍ପର ପସିବିଲିଟି ନାହିଁ, ଯେହେତୁ ପୁରୁଣା ମନ୍ଦିର, ଭଲଣ୍ଟିୟର୍ସ ମାନେ ରହିଛନ୍ତି ବୁଢ଼ାବୁଢ଼ୀ ଲୋକ କିମ୍ବା ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବେ ଦର୍ଶନ କରିବାରେ। ବିଶେଷ କ'ଣ ବ୍ୟବସ୍ଥା କରାଯାଇଛି ଯେଉଁ ଭକ୍ତମାନେ ସିଧାସଳଖ ଦର୍ଶନ କରିବେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ମଧ୍ୟ ରହିବେ? ହଁ, ସବୁ ଜାଗାରେ ଆମର ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଣ୍ଟ୍ରି ଗେଟ୍ ଠାରୁ ଆରମ୍ଭ କରିକି ଆପଣଙ୍କର ଗର୍ଭଗୃହ ପର୍ଯ୍ୟନ୍ତ ସବୁ ଜାଗାରେ ଲୋକମାନେ ଧାଡ଼ିରେ ଆସିକି
सुरुखुरी माने कौन बिना गहली सुरुखुरी लाइन रे पूरा भक्तों माने सहयोग रे भल भाव भगवान को दर्शन करके जाउछन्ति। साधारण भाବରେ ଯୋଉ କୁହନ୍ତି ସାଧାରଣ ଦର୍ଶନ ରହିଛି ଭଗବାନ କୋଉ ସମୟରୁ କୋଉ ସମୟ ପର୍ଯ୍ୟନ୍ତ ରହିଛି? आज साधारण दर्शन आपंकर 5:30 रु स्टार्ट होता 5:30 6टा रु स्टार्ट होता साधारण दर्शन यहाँ चलो आमर राति 9टा जाए मझे जहाँ भोग लगे जब बंद हो पारे किंतु साधारण दर्शन समस्त आज खोला अच्छी वर्ष को थे आमर राधा माँ पाद दर्शन हुए तो से समस्त आज साधारण दर्शन खोला अच्छे। आमर आज पवित्र अणा नवमी राधा पाद दर्शन से आरंभ हो दर्शन 5टा बेलू आरंभ होती किंतु ता पूर्व लोक लाइमर बैरिकेड भितर रही जाते एवं 5टा दर्शन है प्रथम टे गहली था टे कम तो ना माने श्रृंखलित माने दर्शन चली आमर सिंहद्वार देकी जाऊँ भक्त मैंने जाऊँ दर्शन पर उत्तर द्वार देकी प्रस्थान कर सेवायत और फैमिली मेंबर्स और पास होल्डर्स से दक्षिण द्वार देकी व्यवस्था होती दक्षिण द्वार पर भीतर पशि दर्शन कर उत्तर द्वार दे बाहर प्रशासन तरफ आमर व्यवस्था कराई ट्रैफिक व्यवस्था आमर भुवनेश्वर पटु और पुरी पटु भुवनेश्वर पटु जो गाड़ी गुड़ा आसुच्ची टेलीफोन एक्सचेंज पाखे जो 4 व्हीलर गुड़ा पार्किंग होती सेठू आने बैटेरी परिचालित गाड़ी व्यवस्था कराई सेठू ओह्लैला बैटेरी गाड़ी से आसपर्यंत आसुँच जो पुरी पटु आसर रेलवे स्टेशन पाखे पार्किंग होती आम कौन गाड़ी आम जो ओवरब्रिज तले से बाट देखिए छाड़ुनु समस्ते पार्किंग रे सेठी रहउछन्ती हम गोटे पार्किंग कराई हम स्टेशन पाखे एवं एपटे आ गोटे जो भुवनेश्वर पटे आसी से टेलीफोन एक्सचेंज पाखे व्यवस्था कराई आ गोटे सिद्ध बकुल जो अड़गुम पटे आसुन सिद्ध बकुल पाखे पार्किंग व्यवस्था कराई आम टोटाल 2 जन एडिशनल एसपी 8 जन डीएसपी 29 जन इंस्पेक्टर 67 जन सब इंस्पेक्टर एसआई 23 प्लाटून फोर्स 100 जन होमगार्ड एमती व्यवस्था कराई अधिका कौन कि आम मंदिर माने परिसीमा पता भीतर बहुत छोट एवं द्वार छोट एवं जेहेतु संकुचित रास्ता असुविधा हुए मैनेज करा हुए तो लोक मैंने सहयोग करते समस्ते सहयोग सुरुखुरे संपूर्ण हुए टी भिड़ जेहेतु अधिका अच्छी तेणु से किए असंतुष्ट हो हठात झील आम संगे संगे दर्शन करना सेवायत असंतुष्ट हो बुझाबुझी कर श्रृंखल भाव दर्शन करने चेष्टा तमरा किसी व्यवस्था कराई से आगुरी जो बैंक से पास नहीं प्रशासन पास नहीं जावाई ये लोकाल जे लोक आम देखु से आम व्यवस्था केमी करूँ। कार्तिक मास शुक्ल नवमी राधापाद दर्शन कले महापुण्य मिलवा सहित परिवार मंगल होइथाय बोली विश्वास रही। विश्वास अच्छी आज दिन में माँ राधा को दर्शन कले महिला माने सौभाग्यवती हेबार सुजोग पाई तत्सहित परिवार मंगल होइथाय। पुरी जिला सत्यवादी निगमानंद शर्मा रिपोर्ट संस्था डिजिटल।